ଦୋଳି ରେ ଝୁଲୁଛନ୍ତି ରାଧା ମାଧବ। ଶ୍ରୀଅଙ୍ଗ ଶୃଙ୍ଗାର ହୋଇଛି। ଖିଲି ଖିଲି ହସ ମୁଖରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ବିନୋଦ ବିହାରୀ ମଠରେ ରାଧାକୃଷ୍ଣଙ୍କ ଝୁଲଣ ଯାତ୍ରା ଖୁବ୍ ଧୁମଧାମରେ ପାଳନ ହୋଇଛି। ଦୋଳିରେ ବସିଥିବା ଯୁଗଳ ମୂର୍ତ୍ତିକୁ ଭକ୍ତ ଭାବ ବିହୋଳରେ ଝୁଲାଉଛନ୍ତି। ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ। ଝୁଲଣ ଯାତ୍ରାରେ ରାଧାକୃଷ୍ଣଙ୍କୁ ଝୁଲାଇ ଝୁଲାଇ ଭକ୍ତ ତା ମନ କଥା ପ୍ରକାଶ କରୁଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରାଧା ବିନୋଦ ବିହାରୀ ମଠରେ ଏହି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଭଜନ କୀର୍ତ୍ତନ ପରେ ରାଧା ବିନୋଦ ବିହାରୀଙ୍କୁ ଦୋଳିରେ ବସାଯାଇଥିଲା। ରାଧାକୃଷ୍ଣଙ୍କର ଏହି ଝୁଲଣ ଯାତ୍ରା ଗତକାଲିଠାରୁ ଆରମ୍ଭ କରି 5 ଦିନ ପାଳନ କରାଯାଏ। ଏହି ତିଥି ଅତ୍ୟନ୍ତ ପୁଣ୍ୟ ତିଥି। କେଉଁ ପୁରାତନ କାଳରୁ ରାଧା ବିନୋଦ ବିହାରୀଙ୍କ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। କୁହାଯାଏ ଶ୍ରାବଣ ମାସରେ ରାଧାକୃଷ୍ଣଙ୍କୁ ସଖୀମାନେ କୁଞ୍ଜରେ ଦୋଳି କରି ଝୁଲାଇଥାନ୍ତି। ଝୁଲଣ ଯାତ୍ରା ହୁଏ ଯେହେତୁ ପୂର୍ବପୁରୁଷରୁ ଏଇଟା ଭଗବାନଙ୍କର ଏଇଟା ବ୍ରଜରେ ରାଧାକୃଷ୍ଣଙ୍କର ଗୋପୀମାନେ ଏଇଟା କରିଛନ୍ତି। ବ୍ରଜବାସୀ ମାନେ ଏହି ଝୁଲଣ ଯାତ୍ରା କରି ଆନନ୍ଦ ସମସ୍ତେ ପ୍ରାପ୍ତ ହୁଅନ୍ତି ରାଧାକୃଷ୍ଣଙ୍କୁ ଝୁଲେଇ। ଆଜି ଝୁଲଣ ଯାତ୍ରା ଠାକୁରଙ୍କର ବିନୋଦ ବିହାରୀଙ୍କର ଝୁଲଣ ଯାତ୍ରା ଉପଲକ୍ଷେ ଆମେ ବହୁତ ଭଜନ ଗୀତ ବହୁତ ଖୁସି ଲାଗୁଛି, ବହୁତ ଆନନ୍ଦ ଲାଗୁଛି। ଆମକୁ ଯେମିତି ଲାଗୁଛି ଆମେ ଗୋଲ ବୃନ୍ଦାବନରେ ଅଛୁ ଆଉ ମର୍ତ୍ତ୍ୟ ଲୋକରେ ନାହୁଁ, ଏଇଆ ଅନୁଭବ କରୁଛୁ। ଆଜିଠାରୁ 5 ଦିନ ପର୍ଯ୍ୟନ୍ତ ରାଧା ବିନୋଦ ବିହାରୀଙ୍କ ଝୁଲଣ ଯାତ୍ରା କରାଯାଏ। ଏହି ଝୁଲଣ ଯାତ୍ରାରେ ଯେତେବେଳେ ବୃନ୍ଦାବନ ଲୀଳାକୁ ସ୍ମରଣ କରାଯାଏ, ବୃନ୍ଦାବନରେ ଯେତେବେଳେ ରାଧା ଗୋବିନ୍ଦ ଲୀଳା କରୁଛନ୍ତି, ଆଜିର ଦିନଠାରୁ ସେ ସଖୀମାନଙ୍କ ସହିତ ଝୁଲଣ ଲୀଳା କରିଥିଲେ। ସେ ଲୀଳାକୁ ସ୍ମରଣ କରି ଆମେମାନେ ସମସ୍ତେ ଏ ଝୁଲଣ ଯାତ୍ରା କରୁଛୁ। ଏହାର ଗୁରୁତ୍ୱ ହେଉଛି ରାଧା ଗୋବିନ୍ଦଙ୍କର ସ୍ମୃତିକୁ ଆଣିବା ପାଇଁ। ତାଙ୍କର ଲୀଳାଙ୍କୁ ସ୍ମରଣ ଆସିଲେ ଆମର ହୃଦୟର ବିକାର ସବୁ ନଷ୍ଟ ହେବ, ରାଧା ଗୋବିନ୍ଦଙ୍କ ପାଖରେ ଭକ୍ତି ଜାଗ୍ରତ ହେବ। ତେଣୁ ଏହି ଲୀଳାକୁ ଆମେ ସ୍ମୃତି କରିବା ପାଇଁ ଏହି ଲୀଳାକୁ ଆମେ ଆସ୍ୱାଦନ କରୁଛେ। ଆଜିଠାରୁ 5 ଦିନ ପର୍ଯ୍ୟନ୍ତ ଏହି ଲୀଳା ଆମର ଚାଲିବ। ଝୁଲଣ ଯାତ୍ରା ଏମିତି ଏକ ପରମ୍ପରା, ଗାଁଠୁ ସହର ଯେଉଁଠି ରାଧାକୃଷ୍ଣଙ୍କ ମଠ ମନ୍ଦିର ରହିଛି ସେଠାରେ ଏହି ଯାତ୍ରା କରାଯିବାର ପରମ୍ପରା ରହିଛି। ରାଧାକୃଷ୍ଣଙ୍କୁ ଦୋଳିରେ ବସାଇ ଧୀରେ ଧୀରେ ଟାଣି ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥାନ୍ତି ଭକ୍ତ ଓ ଝୁଲାଇବା ସମୟରେ ଭକ୍ତମାନେ ବିଭିନ୍ନ ଗୀତ ଗାଇ ପରିବେଶକୁ ଭକ୍ତିମୟ କରିଥାନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ରବୀନ୍ଦ୍ରନାଥ ଡାକୁଆଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।